ଖୋଲୁନି ମଣ୍ଡି ଚିନ୍ତାରେ ଚାଷୀ। ଖୋଲୁନି ମଣ୍ଡି ଚିନ୍ତାରେ ଚାଷୀ। କଳାହାଣ୍ଡି ଜିଲ୍ଲାର ଗତ 29 ତାରିଖ ଖରିଫ ଧାନ ମଣ୍ଡି ଖୋଲିଥିଲେ ଏହି ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି ପର୍ଯ୍ୟନ୍ତ ମଧ୍ୟ ମଣ୍ଡି ଆରମ୍ଭ ହୋଇପାରି ନାହିଁ, ଯାହାଫଳରେ ଚାଷୀଙ୍କ ମୁଠାଏ ଧାନ ଉଠାଣ ହୋଇପାରୁନଥିବାରୁ ଚୋର ଚାଲାଣ ବଢ଼ିବାରେ ଲାଗିଛି। କୋକାସରା ବ୍ଲକ ଧାନ ମଣ୍ଡି ଆରମ୍ଭ ହୋଇନଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ। ସୂଚନା ଅନୁସାରେ କୋକସରା ବ୍ଲକରେ ରହିଥିବା ବେଳେ ତେବେ ଜିଲ୍ଲାରେ ମଣ୍ଡି ଆରମ୍ଭକୁ ପ୍ରାୟ ସପ୍ତାହ ବିତି ଯାଇଥିଲେ ସୁଦ୍ଧା କୋକସରା ବ୍ଲକରେ କୌଣସି ମଣ୍ଡି ଆରମ୍ଭ ହୋଇପାରି ନାହିଁ। ବ୍ଲକରେ 60% ଧାନ କଟା ସରିଥିବା ବେଳେ ଚାଷୀମାନେ ଧାନ ଅମଳ ପରେ ଧାନ ଖୋଳା ଠାରେ ଓ ଖୋଲା ଆକାଶ ତଳେ ରଖି ମଣ୍ଡି ଖୋଲିବା ଦିନକୁ ଅପେକ୍ଷା କରି ବସି ଶୀତ କାକରରେ ପଡ଼ି ରହିଛନ୍ତି। ତେଣୁ ବ୍ଲକରେ ମୋଟ 13,106 ଜଣ ଚାଷୀ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାଁ ଭାଁ ଚାଷୀଙ୍କୁ ଟୋକନ ଆସିଛି, ଯାହାଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଧାନ କିଣି ନେଉଥିବା ବେଳେ ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ମଣ୍ଡିରେ ଧାନ କିଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। କୋକସରାରୁ ରିପୋର୍ଟ ରିତେଶ କୁମାର ମୁଣ୍ଡା, ନ୍ୟୁଜ ଓଡ଼ିଶା ଟିଭି।